ମଧ୍ୟ ରକ୍ଷା କରିଥିଲେ। ଲକ୍ଷ୍ମଣ ନାୟକ ଓଡ଼ିଶାର ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକ ତାଙ୍କର ଜନ୍ମ 22 ନଭେମ୍ବର 1899 ମସିହାରେ ଓଡ଼ିଶାର କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମ୍ମା ଗ୍ରାମରେ ଭୂମିଆ ଜନଜାତିରେ ହୋଇଥିଲା। ବ୍ରିଟିଶ ଶାସନରେ ତାଙ୍କ ଲୋକମାନଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରାଯାଉଥିଲା। ସେ ତାହା ସହି ନ ପାରି ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ସେ କୋରାପୁଟ ଏବଂ ମାଲକାନଗିରିରେ ଭାରତ ଛାଡ଼ ଆନ୍ଦୋଳନର ମଙ୍ଗ ସମ୍ଭାଳିଥିଲେ। ଅଗଷ୍ଟ 1942 ମସିହାରେ ଲକ୍ଷ୍ମଣ ନାୟକ ଏକ ଦଳର ନେତୃତ୍ୱ କରି ମାଥିଲି ପୋଲିସ ଷ୍ଟେସନ ସାମ୍ନାରେ ଶାନ୍ତିପୂର୍ଣ୍ଣ ଭାବରେ ବିଦ୍ରୋହ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଇଂରେଜ ସେନା ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଜ ଏବଂ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଭୀଷଣ ଘଟଣାରେ 5 ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ ଏବଂ 200ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ। ପ୍ରଶାସନ ଲକ୍ଷ୍ମଣ ନାୟକଙ୍କୁ ହତ୍ୟାର ଏକ ମିଛ ମାମଲାରେ ଫସାଇ ଦେଇଥିଲେ ଏବଂ 13 ନଭେମ୍ବର 1942 ମସିହାରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଶେଷରେ ତାଙ୍କୁ 29 ମାର୍ଚ୍ଚ 1943 ମସିହାରେ ସକାଳ 5:30 ସମୟରେ ବ୍ରହ୍ମପୁର ଜେଲରେ ଫାଶୀ ଦିଆଯାଇଥିଲା।